ଚିକିଟିରେ ବେଆଇନ ମଦ ଓ ବନ୍ଧୁକ କାରବାର। ସରକାରୀ ଘରୁ ମଦ ଜବତ ଘଟଣାକୁ ନେଇ ତେଜିଲା ରାଜନୀତି। ଜରଡ଼ା ଆଇଆଇସି କହିଲେ କେହି ବର୍ତ୍ତିବେନି। ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ବେଆଇନ ମଦ ଏବଂ ଅସ୍ତ୍ରଶସ୍ତ୍ର କାରବାର ଏବେ ଚରମ ସୀମାରେ। ଜରଡ଼ା ଥାନା ଅନ୍ତର୍ଗତ ଅଞ୍ଚଳରୁ ବିପୁଳ ପରିମାଣର ପୋଚ 1200 ଲିଟର ଚୋରା ଦେଶୀ ମଦ ସହ ବନ୍ଧୁକ ଜବତ ହେବା ଘଟଣା ସ୍ଥାନୀୟ ଯୁବପିଢ଼ି ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ବିଶେଷକରି ତୁମ୍ବା ପଞ୍ଚାୟତର ଏକ ସରକାରୀ ଗୃହ ଭିତରେ ଏତେ ପରିମାଣର ଦେଶୀ ମଦ କିଭଳି ଗଚ୍ଛିତ ରହିଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରେସ୍ ମିଟ୍ରେ ବିଜେଡିର ଟାର୍ଗେଟ। ଏହି ପ୍ରସଙ୍ଗରେ ବିଜେଡି ଯୁବ ନେତୃତ୍ୱ ଚିନ୍ମୟାନନ୍ଦ ଶ୍ରୀରୂପ ଦେ ପ୍ରେସ୍ ବିବୃତ୍ତି ଜାରି କରି ପ୍ରଶାସନର କାର୍ଯ୍ୟଶୈଳୀ ଓ ଶାସକ ଦଳର ଭୂମିକା ଉପରେ ଆଙ୍ଗୁଳି ଉଠାଇଛନ୍ତି। ବେଆଇନ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ପଛରେ କାହାର ରାଜନୈତିକ ଆଶୀର୍ବାଦ ରହିଛି ଏବଂ ମୁଖ୍ୟ ଅପରାଧୀଙ୍କୁ ଧରିବାରେ କାହିଁକି ବିଳମ୍ବ ହେଉଛି ସେ ଦୃଢ଼ ଦାବି କରିଛନ୍ତି। ଜରଡ଼ା ଆଇଆଇସିଙ୍କ ପ୍ରତିକ୍ରିୟା। ଏହି ସମ୍ବେଦନଶୀଳ ଘଟଣାର ସତ୍ୟତା ଜାଣିବା ପାଇଁ ଜରଡ଼ା ଥାନା ଅଧିକାରୀ ଆଇଆଇସି ମୀନାକ୍ଷୀ ଦଳ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ସ୍ପଷ୍ଟ ଭାବେ କହିଛନ୍ତି ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଚାଲିଛି। ଯଦି ଏହି ବେଆଇନ କାରବାରରେ ଅନ୍ୟ କୌଣସି ବ୍ୟକ୍ତି ବା ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ଥିବା ପ୍ରମାଣ ମିଳେ ତେବେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ, କାହାକୁ ବି ଛଡ଼ାଯିବ ନାହିଁ। ସାଧାରଣରେ ଚର୍ଚ୍ଚା। ଏକ ପଞ୍ଚାୟତ ସରକାରୀ ଗୃହରୁ ଏତେ ବଡ଼ ଧରଣର ବେଆଇନ ନିଶା କାରବାର ଚାଲିବା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ, ବରଂ ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ଚେତାବନୀ। ତେବେ ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ପ୍ରକୃତ ଦୋଷୀଙ୍କୁ ଉଚିତ ଦଣ୍ଡ ଦେଇ ଆଇନର ରାଜ ପ୍ରତିଷ୍ଠା କରୁଛି ନା ଘଟଣାଟି ରାଜନୈତିକ ଚାପରେ ଚାପି ହୋଇ ରହିଯାଉଛି। ଏହାର ସତ୍ୟତା ପାଇଁ କିନ୍ତୁ ଚିକିଟି ପାତ୍ରପୁର ଅବକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଗଞ୍ଜାମ ଚିକିଟିରୁ ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ, ଖବର ତରଙ୍ଗ। ଜଣେ ହିଁ ଆରେଷ୍ଟ ହେଉଛି, ଆଇରେ ରାଜନୀତି ଚାପ ନାହିଁ ବୋଲି ଆପଣ କେମିତି କହିବେ? କିଏ ସାର୍ ସେ ରାଜନୈତିକ ଚାପ ପକାଉଛନ୍ତି ଭାବୁଛନ୍ତି? ଏଠି ରାଜନୀତି କିଏ କରୁଛି? ରାଜନୀତିର କିଏ ଏଠି ମେନ୍ ପାୱାରଫୁଲ ପର୍ସନ କିଏ? ସେ ହିଁ କରୁଛନ୍ତି। ଯେଉଁମାନେ ଇନଭଲ୍ଭ ଅଛନ୍ତି ତାଙ୍କମାନେ ଆରେଷ୍ଟ ହେବା କଥା। ଏବେ ମଦ ମୃତ୍ୟୁ ହେଲା ଆପଣଙ୍କର ଚିକିଟିରେ ହେଲା, ମଦ ମୃତ୍ୟୁ ଯେତେବେଳେ ହେଲା ଏବେ ସେ କେସ୍ ଚାର୍ଜ ହେଲା, ଟ୍ରାଏଲ ଚାଲିଛି, ଆପଣମାନେ ସବୁ ଜାଣିଥିବେ ହେଲା। ଯେତେବେଳେ ଇନଭେଷ୍ଟିଗେସନ ହବା ଆଗରୁ ବିଧାୟକ କ'ଣ କହିଲେ, କେତେ ଲୋକର ନାଁ ନେଲେ, ଆଉ ମୋ ପରିବାର ହେଲେ ନାଁ ନେଇଛନ୍ତି ଯେ ଆମମାନେ ତାରେ ସମ୍ପୃକ୍ତ ନେଇଛନ୍ତି ନା। ଧାନଗରେ ମଦ ଧରା ହେଲା, ଇଲିଗାଲ ମଦ ବୁରା ତାଲରେ ଏଡେ ବଡ଼ ଆପଣ କ'ଣ ଭାବୁଛନ୍ତି ଯଦି ସେ 15,000 ଲିଟର ମଦ ଗୋଟେ ଥରେ ଧରା ହେଲା, ତା ଆଗରୁ ହେଲେ କେତେ ଲିଟର ମଦ ହେଇଛି? ଯଦି ସେ 15,000 ଲିଟର ମଦ ଯଦି ବାହାରକୁ ଆସିଥାନ୍ତା, ଲୋକ ପିଇଥାନ୍ତେ, ମରିଥାନ୍ତେ ବୋଇଲେ ହେଲା। ଆ ଉପରେ ବିଧାୟକ ଆଜି ପର୍ଯ୍ୟନ୍ତ କ'ଣ ପାଇଁ ପଦେ କହୁନାହାନ୍ତି? କ'ଣ ପାଇଁ ପଦେ କହୁନାହାନ୍ତି? ଯେତେବେଳେ ମଦ ମୃତ୍ୟୁ ହେଲା, ମୋ ଚିକିଟିରେ ହେଲା, ମୋ ଗାଁରେ ହେଲା, ଆମେ ସେତେବେଳେ ପାୱାରରେ ନଥିଲୁ, ମାତ୍ର ଖୁଲମ ଖୋଲା ବିଧାୟକ ନା ନେଇକି କହିଲେ। ମାତ୍ର କିଛି ମୁଁ ତ କୁଆଡ଼େ ଚିକିଟିରୁ ଯାଇନି, କି ମୋର ସହଯୋଗୀ କିଏ ଯାଇନାହାନ୍ତି ଚିକିଟିରୁ, ମୋ ପରିବାର କିଏ ଯାଇନାହାନ୍ତି ହେଲା। 2 ବର୍ଷ ତାଙ୍କୁ ଲାଗୁଛି ତଦନ୍ତ କରିବାକୁ। ତାଙ୍କେ ଓପେନଲି ଆପଣଙ୍କର ମିଡିଆ, ମୋ ପାଖରେ ଇଭେନ୍ ଭିଡ଼ିଓ ଯାକ ଅଛି, ତାଙ୍କେ ଓପେନଲି ମନା କହିଛନ୍ତି ଟାଇମ୍ ଆସିବ ତାର ପ୍ରତିଶୋଧ ନେବି ମୁଁ 100%। ମାତ୍ର ତାଙ୍କେ ଯୋଉ ଓପେନଲି ଆମ ନାଁ କହିଲେ ଆମମାନେ ତାରେ ସମ୍ପୃକ୍ତ ଅଛୁ ବୋଲି, ଆମେ 2 ବର୍ଷ ହେଲା କୁଆଡ଼େ ଘୁଞ୍ଚିନୁ? ଆମେ କୁଆଡ଼େ ଘୁଞ୍ଚିଛୁ କି ଚିକିଟିରୁ? ମୁଁ ଅଛି, ମୋ ବାପା ଅଛନ୍ତି, ମୋ ମା ଅଛନ୍ତି, ମୋ ସହଯୋଗୀ ଅଛନ୍ତି, ସମସ୍ତେ ଅଛନ୍ତି। ତ ଆମମାନଙ୍କ ଉପରେ ତ କିଛି ଆକ୍ସନ ତମେ ନେଉନ। ଯଦି ଆମେ ସମ୍ପୃକ୍ତ ଅଛୁ, ଆମେ ରେଡି, वी आर रेडी टू कोऑपरेट। ତମର କେସ୍ ଚାର୍ଜ ସିଟ୍ ଫାଇଲ ହେଇକି କେସ୍ ଚାର୍ଜ ହେଲାଣି, ଟ୍ରାଏଲ ଚାଲିଛି, କାହିଁ କିଛି ନାହିଁ ତ। ଏବେ ଯୋଉ ଏଟା ଗୋଟେ କେସ୍ ହେଲା, ଏଟା ତ ସାନ କେସ୍ ନାହିଁ, ବଡ଼ କେସ୍ଟା। ମଦ ମୃତ୍ୟୁ ପରେ ଯୋଉ ମଦ ଧରା ହେଇଛି, ଇଟ୍ସ ନଟ୍ ଏ ସ୍ମଲ୍ କେସ୍। ଆଜି ପର୍ଯ୍ୟନ୍ତ ବିଧାୟକ ଡାକିକି ଗୋଟେ ପ୍ରେସ୍ କନଫରେନ୍ସ କରିକି ଏଇଟା ଭୁଲ ହେଇଛି, ଏଇଟାରେ ଯିଏ ଆରେଷ୍ଟ ହେଇଛି ସରପଞ୍ଚର ବାପା, ତାଙ୍କର ଗୋଟେ ଏକା ପଦ ବାହାରିବ, ଡାକିଲେ ଆପଣମାନେ ଯାଇକି ପଚାରିଲେ, ତା ପାଇଁ ତଦନ୍ତ ହବ, ସରଜମିନ ତଦନ୍ତ କରି ସେତିକି ହେଲା।